ବିଳମ୍ବିତ ରାତି ପର୍ଯ୍ୟନ୍ତ କୁଆଖାଇ ନଦୀ ପଠାରୁ ଶୁଣାଯାଉଥିଲା ସଙ୍ଗୀତର ତରଙ୍ଗାୟିତ ସ୍ରୋତ ସହିତ ନୃତ୍ୟ ମୂର୍ଚ୍ଛନାର ରୁଣୁଝୁଣୁ ଶବ୍ଦ। ଏହାସର ଥିଲା ପ୍ରଥମ ଥର ଲାଗି ଆୟୋଜିତ ହୋଇଥିବା ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମଞ୍ଚରେ ପ୍ରସ୍ତୁତ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ସଂଗଠନର କାର୍ଯ୍ୟକର୍ତ୍ତା, ବରିଷ୍ଠ ମୁରବୀ, କଳାକାର ଏବଂ ବିଶିଷ୍ଟ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ ଉପସ୍ଥିତ ଥିବାବେଳେ ଅଭିନେତ୍ରୀ ପୂନମ ମିଶ୍ର, ପ୍ରତିଭା ସମ୍ପନ୍ନ କଣ୍ଠଶିଳ୍ପୀ ଲିପି ପ୍ରିୟଦର୍ଶିନୀ, ପ୍ରଜ୍ଞା ଖଟୁଆ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ହାସ୍ୟ ଅଭିନେତା ଶଙ୍କର ଏବଂ କଣ୍ଠଶିଳ୍ପୀ ସମ୍ରାଟ ଚକ୍ରବର୍ତ୍ତୀ ଏବଂ ରଙ୍ଗିଲା ଡ୍ୟାନ୍ସ ଗ୍ରୁପ୍ ତଥା ସ୍ପନ୍ଦନ ବ୍ୟାଣ୍ଡ ପକ୍ଷରୁ ନୃତ୍ୟ, ସଙ୍ଗୀତ ଏବଂ କମେଡି ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଦୀ ପଠାର ବିସ୍ତୃତ ବାଲୁକା ଶଯ୍ୟାରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି ମହୋତ୍ସବର ଭରପୁର ମଜା ଉଠାଇବା ସହିତ ପ୍ରଥମ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବର ସାକ୍ଷୀ ପାଲଟିଥିଲେ। जो बालीयात्रा आम 8 दिन चली आज हूँ आम उद्घाटन दिन तेणु आज लास्ट दिन आम जो स्पंदन बैंड रंगीला डांस ग्रुप आमर सिंगर जी लिपि मैडम आम सान भौणी आज्ञा शंकर सी भी अलग आर्टिस्ट मान बहुत बहुत था मोर बड़ भाई जे कविराज स्वाई जे एत दिन कष्ट कर बांकुआल एमती हम बोल कल्पना कल्पना बाहर মনে মনে ভাবিছি মু বাড়িটা বধূ বাড়িটা বধূ বাড়িটা বধূ বাড়িটা বধূ। बहुत खुशी भी लगुच कटक बालीजात्रा पर जदि आज खुशी अच्छी ये बांकुआल भुवनेश्वर बालीजात्रा को लेकिन बहुत मजा मस्ती अपने आइबुनु तीनटा बेले आइबुनु मैं सोह देखने भी पाखरे मोह बाइबुनु